ଆଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପାରଳାଖେମୁଣ୍ଡିଠାରେ ସରକାରଙ୍କ ସମସ୍ତ କୋଭିଡ ନିୟମ ପାଳନ କରି ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ଜନ୍ମାଷ୍ଟମୀ ପାଳନ ହୋଇଯାଇଛି। ଏହି ଅବସରରେ ପ୍ରଥମେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଶ୍ରୀମତୀ ରଶ୍ମିତା ପାଠୀ ପ୍ରଭୁ ଶ୍ରୀକୃଷ୍ଣ ନିକଟରେ ଦୀପ ପ୍ରଜ୍ୱଳନ କରିଥିଲେ। ଶ୍ରୀମତୀ ଶୈଳେଷ୍ଟା ଖଡ୍ରାଏ ଭାଗବତ ପଠନ କରିଥିଲେ। ଶ୍ରୀମତୀ ବିଷ୍ଣୁପ୍ରିୟା ମଣ୍ଡଳ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳନର ମହତ୍ତ୍ୱ ବୁଝାଇଥିଲେ। ବିଦ୍ୟାଳୟର ଭଉଣୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ବିଦ୍ୟାଳୟ ପକ୍ଷରୁ ଭଉଣୀମାନଙ୍କୁ ଉପହାର ଦିଆଯାଇଥିଲା। ଶେଷରେ କୀର୍ତ୍ତନ କରାଯାଇଥିଲା। ନିଜ ଘରେ ରହି ଶିଶୁ ଭାଇ ଭଉଣୀମାନେ ରାଧାକୃଷ୍ଣ ବେଶ ହୋଇ ଦୀପ ଧୂପ ଚନ୍ଦନ ଅକ୍ଷିତ ଫୁଲ ଓ ଭୋଗ ଦେଇ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ,